हेलो सांगमाने नमस्ते जय जगन्नाथ। आज आम बनैबा गोटा मुग तरकारी जहाँ आपण लंच रे भी बनई पारिबे, डिनर पाई भी ट्राई करि पारिबे। मुग गोटा मुग पुणी देह पाई केते भल आपण समस्ते जानिथिबे। तो छोट पिला माने गोटा मुग खाइबाकू बा गजा मुग खाइबाकू पसंद करंतिनी, तो सेमानंक पई स्पेशली आपण एई रेसिपीटा ट्राई करिवे, देखिबे बहुत बढ़िया सेमाने खाइबाकू पसंद करिवे। मुग घांट तरकारी तो समस्ते बनाउथिबे, जहाकू पिला मानकू जम्मारू भी पसंद आसेनी। तो सेति पई बिना परियारे आज मु एई मुग तरकारी बनैछि। नमस्कार, मु स्मृति आपण मानकू स्वागत करुछि आम ओडिया रेसिपी चैनल को। एइठी मु देखि पारुथिबे गोटा मुग को नेइछि। फाळ मुग जमारू भी यूज करिवेनी, ताहा तरकारीटारे भल लागिबनी। जेहेतु मते एठी 10 मिनिट रे बनेबार अछि, ता सेति पई मु एठी कुकर यूज करछि। आपण चाहिले डेक्ची रे भी बनै पारिबे। एठी मुग को बतुरेया पई पडिबनी कि भाजीबा पई भी पडिबनी। आपण 10 मिनिट रे एई मुग तरकारी रेडी करि पारिबे। ଆପଣ ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବେ। ଆଉ ଚ୍ୟାନେଲରେ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ ରହିଲା। କୁକରରେ ମୁଁ କିଛି ତେଲ ଦେଇକି କଞ୍ଚା ଲଙ୍କା ଆଉ ଗୋଟେ ଟମାଟୋକୁ ଛୋଟ ଛୋଟ କାଟିକି ଦେଇଦେଇଛି। ଏଇଠି ମୁଁ ବିନା ପିଆଜ ରସୁଣ ବନଉଛି। ଆପଣ ଚାହିଁଲେ କଞ୍ଚା ଲଙ୍କା ପରେ ପିଆଜ ବି ଦେଇପାରିବେ। ଆଉ ଆପଣ ଚାହିଁଲେ ଅଦା ରସୁଣ ପେଷ୍ଟକୁ ବି ପକାଇ ପାରିବେ। ଏଇଠି ଦେଖିପାରୁଥିବେ ମୁଁ ମୁଗଟାକୁ ଧୋଇକିରି ଦେଇଦେଇଛି। ଏଇଠି ମୁଗର ପାଣି ଶୁଖିଲା ଯାଏ ଆମେ ଅପେକ୍ଷା କରିବା। ତାପରେ ଗୋଟେ ଛୋଟ ଆଳୁକୁ ଛୋଟ ଛୋଟ କରିକି କାଟିକି ଦେଇଦେଇଛି। ଏବେ ଆମେ ସେଥିରେ ହଳଦୀ ଗୁଣ୍ଡ ହାଫ୍ ସ୍ପୁନ୍, ଲଙ୍କା ଗୁଣ୍ଡ ହାଫ୍ ସ୍ପୁନ୍, ଧନିଆ ଗୁଣ୍ଡ ହାଫ୍ ସ୍ପୁନ୍, ଗରମ ମସଲା ହାଫ୍ ସ୍ପୁନ୍ ସବୁକୁ ଏକା ସାଥିରେ ଦେଇଦେବା। ଆଉ ତା ସାଥିରେ ସ୍ୱାଦ ଅନୁସାରେ ଲୁଣକୁ ବି ଦେଇଦେବା। ଆଳୁ ଆଉ ମୁଗକୁ ଭଲସେ 1 ରୁ 2 ମିନିଟ୍ କଷି ନେବା। ଆଳୁ ଏଇଠି ମୁଁ ଏଥିପାଇଁ ପକାଇଛି, ତରକାରୀଟା ଆମର ଟିକେ ଗାଢ଼ା ଆଉ ମିଶିଲା ଭଳିଆ ରହିବ। ଆପଣ ଜମାରୁ ବି ଭାବିବେନି ମୁଗଟା ବତୁରା ହେଇନି କି କବା ଭାଜା ହେଇନି, କେମିତି ସିଝିବ। ତରକାରୀରେ ଆହୁରି ପ୍ରୋଟିନ୍ ମାତ୍ରା ବଢ଼ାଇବା ପାଇଁ ମୁଁ ଏଇଠି ସୋୟାବିନ୍ ବଡ଼ି ନେଇଛି। ଅଳ୍ପ ସମୟ ମୁଁ ତାକୁ ବତୁରେଇ ଦେଇଥିଲି, ଥଣ୍ଡା ପାଣି ହଉ ଗରମ ପାଣି ହଉ। ତାପରେ ଆମେ ସେଥିରେ ମିଶେଇକି ସବୁ ଯାକକୁ ଭାଜି ନେବା। କୁକରରେ ଯେତେବେଳେ ଆପଣ ଦେଖିବେ ତଳେ ମସଲାଟା ଲାଗି ଆସିଲାଣି, ସେତେବେଳେ ଆପଣ ଏଇ ସମୟରେ ପାଣି ଆପଣଙ୍କର କ୍ୱାଣ୍ଟିଟି ହିସାବରେ ଦେଇଦେବେ। ଏଇଠି ମୁଁ ଗୋଟେ ବାଉଲ୍ ପୁରା ପାଣି ଦେଇଛି। ଯେହେତୁ ମୁଗଟା ସିଝିବ, ସେଥିପାଇଁ ଆପଣ ଟିକେ ଅଧିକ ହିଁ ପାଣି ଦେଇଥିବେ। ପୁରା ମୁଗ ଆଉ ଆଳୁ ଦୁଇଟି ଯାକ ଜିନିଷ ପାଣିକୁ ସୋକ୍ କରିନେବ। ଏଇଠି ଆପଣ ପ୍ରଥମେ ଦେଖିପାରୁଥିବେ କେମିତି ମୋର ପୁରା ଶୁଖି ଯାଇଥିଲା। ମୁଁ ସେଥିରେ ପଛରେ ଟିକେ ଗରମ ପାଣି ଦେଇଛି। ଆପଣ ଯଦି ରୁଟି ସହିତ ଖାଇବାକୁ ପସନ୍ଦ କରନ୍ତି ତାହେଲେ ସେମିତି ଶୁଖିଲା ଖାଇପାରିବେ। ଏଇଠି ଦେଖିପାରୁଥିବେ ମୁଁ କୁକର କଭର ହଟେଇକି ଦେଖୁଛି, ପାଣି ପୁରା ସୋକ୍ କରି ଆସିଲାଣି। ଏବେ ଆମେ ସେଇ ସବୁକୁ ଭଲସେ ଟିକେ ମ୍ୟାଶ୍ କରିନେବା। ଆଉ ଆପଣଙ୍କୁ ଯଦି ଏମିତି ଖାଇବାକୁ ପସନ୍ଦ ଆପଣ ପରଟା ସହିତ ଖାଇପାରିବେ, ନଚେତ୍ ଟିକେ ପାଣି ଦେଇକି ଭାତ ସହିତ ମଧ୍ୟ ଖାଇପାରିବେ। ରେସିପିଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିତ କରିବେ। ବାଏ ବାଏ।